ଆମେ ଏବେ ପାଗା ମେନ୍ ଛକ ଦେହରେ ଅଛେ। ଏଇଟା ଯେଉଁ ରାସ୍ତାଟା କଟିଲେ ଏଇଟା ପାଗାରୁ ଡାହାଣକୁ କଟକ ରାସ୍ତାରେ ଗଲେ ପଛକୁ ଗଲେ ସାଲେପୁର ଯିବା। ଏଇ ଦେଖ ବାଁ ସେଠି ଗୋଟେ ମାରୁତି ଅଳଙ୍କାର ଗଲା। ମାରୁତି ଅଳଙ୍କାର ଠିକ୍ ଡାହାଣ ପଟରେ ଦେଖିବ ଫାଷ୍ଟଫୁଡ଼୍ ଦୋକାନ କରେ ଏଇ ଯେଉଁ ଭାଇଙ୍କର ଆମର କମାରଶାଳଟା ଅଛି। କମାରଶାଳ ମୁଁ ଆସିଥିଲି ଗୋଟେ ଆମର ଯେଉଁ କୁରାଢ଼ୀ ବେଣ୍ଟଟା ଭାଙ୍ଗି ଯାଇଥିଲା ତାକୁ ଲଗେଇବାକୁ ଆସିଥିଲି। ତ ଭାଇ ଆମର ବେଣ୍ଟ ଲଗେଇବାକୁ 100 ଟଙ୍କା ନେଲେ ହେଲା କି ନେଲେ ଯେ ଦେଖ ଏଇଟା ଗୋଟେ କି ବେଣ୍ଟ କହିଲେ, ଏଇଟା ଭାରି ମଜବୁତିଆ ବେଣ୍ଟ। ନହେଲେ ନର୍ମାଲ ବେଣ୍ଟ ଲଗେଇଥିଲେ 70 ଟଙ୍କା 50 ଟଙ୍କାରେ ହେଇଯାଇଥାନ୍ତା। ଏଇଟା ଝାମୁ ବେଣ୍ଟ ମିଲି କହିଲେ, ବୁଝିଲେ କି। ବେଣ୍ଟଟା ଆଣିଲେ ତା ସାଇଜ୍ଟା ଦେଖ, ଗୋଟେ ସାଇଡ଼୍ ପତଳା ଗୋଟେ ସାଇଡ଼୍ ମୋଟା। ତ ଭାଇ ତାଙ୍କୁ ନେଇ ଡାଇରେକ୍ଟ ତ ଲଗେଇ ହେବନି, ତା'ର କିଛି କାମ କରିବାକୁ ପଡ଼ିବ। ତ ସେ କାମ ଷ୍ଟାର୍ଟିଂ ହେଲା। ଭାଇ ଯେଉଁଟା ଘଷୁଛନ୍ତି ସେଇଟା ହେଉଛି ରନ୍ଦା ମାରିବା କୁହନ୍ତି ମେସିନ୍ଟା। ତ ରନ୍ଦା ମାରି ତାକୁ ପ୍ଲେନ୍ ଚିକଣ କରୁଛନ୍ତି ଏବଂ ତା'ର ଅନୁମାନ କରୁଛନ୍ତି, ସେ ଭିତରେ ପୂରେଇକି ଦେଖୁଛନ୍ତି ସେ ଖାପରେ କେଉଁ ଯାଏଁ ଯାଇପାରିବ। ସେ ସେଇ ହିସାବରେ ଯେଉଁ ତାଙ୍କର ବ୍ୟବସାୟ ତାଙ୍କର, ତ ସେଇଟାକୁ ସାଇଜ୍ କରି ଗୋଟା ସାଇଡ଼୍ ସରୁ, ଧରିବା ସାଇଡ଼୍ଟା ସରୁ, ଆଉ ଯେଉଁଟା ପଶିବ ସେଇଟା ମୋଟା ସାଇଡ଼୍, ତାକୁ ସେ କୁରାଢ଼ୀ ଦେହରେ ପକେଇକି ସାଇଜ୍ କରି ଲାଷ୍ଟକୁ ଚିକଣ କରିଦେଲେ। କଲା ପରେ ବେଣ୍ଟଟା ତାକୁ ମାରିବା ପୂର୍ବରୁ, ବେଣ୍ଟ ଲଗାଇବା ପୂର୍ବରୁ ସେ କୁରାଢ଼ୀର ମୁନଟାକୁ ଯେଉଁଟାକି ଦାଢ଼ ଟିକେ କମି ଯାଇଥିଲା ତାକୁ ସାଇଜ୍ କରୁଛନ୍ତି। ଏଇଟା ଗ୍ରାଇଣ୍ଡର ମେସିନ୍ ମାଧ୍ୟମରେ ସାଇଣ୍ଡର ମେସିନ୍ ମାଧ୍ୟମରେ ସାଇଜ୍ କରୁଛନ୍ତି। ଏବେ ସାଇଜ୍ ସରିଲା ପରେ ବେଣ୍ଟଟା ଲଗେଇଲେ। ଦେଖ ଆମେ ନର୍ମାଲ୍ ଲଗେଇବା ଯେତିକି ମଜବୁତ ରହିବନି, କମାରଶାଳ ୟାଙ୍କର ବ୍ୟବସାୟ ସେଇଟା। ସେ ରେଗୁଲାର ଲଗେଇଲେଣି ସବୁ ବହୁତ ପ୍ରକାର ଇଏରେ ଲଗେଇ ଦେଖ କେମିତି ଗୋଟେ ସାଇଡ଼୍ ପୁରେଇ ରେଣ୍ଟ ଦେଇକି ମାଡ଼ ହେଉଛି, ମାରୁଥିଲେ ଗୋଟେ ସାଇଡ଼୍, ସେ କେମିତି ସାଇଜ୍ରେ ପଶୁଛି। ପଶିଲା ପରେ ଫିନିସିଂ କରିବାକୁ ଆରିରେ କାଟୁଛନ୍ତି। ଏକର ସାଇଡ଼୍ ନିହାଣ ମାରୁତୁଲରେ ତାକୁ ସାଇଜ୍ କରିକି ଚିକଣ କରିବେ, ଫିନିସିଂ କରିବେ। ତ ଯେତେବେଳେ ବି ଆପଣଙ୍କର ଦା କରନ୍ତୁ, କଟୁରୀ କରନ୍ତୁ, କୁରାଢ଼ୀ କରନ୍ତୁ, ବେଣ୍ଟ ଲଗାନ୍ତୁ, କୋଡ଼ିର ବେଣ୍ଟ ଭାଙ୍ଗୁ କି ଯାହା କରୁ, ଲୁହାର କାମ ଶାବଳ କରନ୍ତୁ, ଶାବଳ ମୁନା କରନ୍ତୁ, ଏମିତି ପାଖରେ ଥିବା କମାରଶାଳକୁ ଗଲେ କାମ ସବୁ ହେଇପାରିବ। ଏବଂ ତାଙ୍କ ପାଖରେ ଭଲ ଆଇଡ଼ିଆ। ଦେଖ ଲଗେଇଦେଲେ ଭାଇ ଆମର ଫିନିସିଂ କରିଦେଲେ, କେତେ ଭଲ ସୁନ୍ଦର